ନମସ୍କାର। ଆଜିର ଭିଡିଓକୁ କଟକ ସିଏସ୍ ର ସ୍ୱାଗତ। ଆଜି ଆମେ ଶିଖିବା ବିଜୁ କୃଷକ ବିକାଶ ଯୋଜନା ଅନ୍ତର୍ଗତ ଏବେ ଯୋଉ ଗୋଷ୍ଠୀ ଜଳସେଚନ ପ୍ରକ୍ରିୟା ଯୋଉ ବାହାରିଛି ସେଥିରେ କେମିତି ସବୁ ଲୋକ ଆପ୍ଲାଏ କରିପାରିବେ। ଚାଲନ୍ତୁ ଗୁଗଲ କ୍ରୋମ କୁ ଯିବା। ଥରେ ଟାଇପ କରିବାକୁ ପଡିବ ବିଜୁ କୃଷକ ବିକାଶ ଯୋଜନା। ଟାଇପ କଲା ପରେ ଅଫିସିଆଲି ପୋର୍ଟାଲ ଉପରକୁ ଯିବାକୁ ପଡିବ। ତାପରେ ଦେଖନ୍ତୁ ଏଠି ଆସିଛି ସେ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ, ତାରି ଉପରେ କ୍ଲିକ୍ କରିବେ। ପ୍ରଥମେ ଗାଇଡଲାଇନ ଟିକୁ ଡାଉନଲୋଡ କରି ଥରେ ପଢିଦେବେ। ଗାଇଡଲାଇନ ରେ କଣ ଦେଇଛି, ତାପରେ ଏଠି ଆପ୍ଲାଏ କରିବା ପାଇଁ ମୋବାଇଲ ନମ୍ବର, ଆଧାର ଡିଟେଲ, ରାସନ କାର୍ଡ, ଲ୍ୟାଣ୍ଡ ଡିଟେଲ ଦରକାର। ଏଟା 1/7/25 ରୁ ଆରମ୍ଭ ହୋଇ 25/7 ପର୍ଯ୍ୟନ୍ତ ଆପ୍ଲାଏ କରିପାରିବେ। 25/7/25 ପର୍ଯ୍ୟନ୍ତ ଏହାର ଲାଷ୍ଟ ଡେଟ୍ ରହିଛି। ୟା ଦେହରେ ସବସିଡି ମଧ୍ୟ ଭଲ ରହିଛି। ଗଭର୍ଣମେଣ୍ଟ ତରଫରୁ 80% ଛାଡ ରହୁଛି। ଆଦିବାସୀ ଏରିଆ ପାଇଁ 90% ଛାଡ ରହୁଛି ଚାର୍ଜେସ୍। ଚାଲନ୍ତୁ ଆପ୍ଲାଏ କରିବା, ଆପ୍ଲାଏ ପ୍ରୋସିଜିଅର ଦେଖିବା। ପ୍ରଥମେ ଏଠାରେ ଆପ୍ଲିକାଣ୍ଟ ର ନାଁ ଦବାକୁ ପଡିବ। ତାପରେ ପିତାଙ୍କ ନାଁ କିମ୍ବା ଆପ୍ଲିକାଣ୍ଟ ଯଦି ଲେଡିଜ ହେଇଥିବେ ତାଙ୍କ ସ୍ୱାମୀଙ୍କ ନାଁ ଦେବେ। ତାପରେ ମୋବାଇଲ ନମ୍ବର ଦେବେ। ଏଠାରେ ଷ୍ଟାର ମାର୍କ ନାହିଁ, ଏଠି ନଦେଲେ ବି ଚଳିବ। ଇମେଲ ଆଇଡି ବି ନଦେଲେ ଚଳିବ। ତାପରେ ଜେଣ୍ଡର ଚୁଜ କରିବେ। ତାପରେ ବୟସ ଦେବେ। ତାପରେ ଆପଣ କେଉଁ କାଟାଗୋରୀର ସେଇଟା ଚୁଜ କରିବେ। ଏଟା ଚୁଜ କଲା ପରେ ମ୍ୟାରିଟାଲ ଷ୍ଟାଟସ ଚୁଜ କରିବେ। ସିଙ୍ଗଲ ଅଛନ୍ତି କି ମ୍ୟାରିଡ ଅଛନ୍ତି କି ଡିଭୋର୍ସ ହେଇଛି କି ବିଧବା ଅଛନ୍ତି କି ବିଧବାର ଓଲଟାଟା ଯୋଉଟା ସେଇଟା ବି ଦେଇଛି। ତାପରେ ଫିଜିକାଲି ହ୍ୟାଣ୍ଡିକ୍ୟାପ୍ଟ ଆପଣ ଅଛନ୍ତି କି ନାହିଁ। ତାପରେ ଆଧାର ନମ୍ବର ଟାଇପ କରିବେ। ଆପଣଙ୍କ ଆଧାର କାର୍ଡ ଟିକୁ ଏଠାରେ ଅପଲୋଡ କରିବେ। ତାପରେ ବିପିଏଲ ନମ୍ବର ଦେବେ। ବିପିଏଲ କାର୍ଡ ନମ୍ବର ମାନେ ରାସନ କାର୍ଡ ନମ୍ବର ଆଉ ରାସନ କାର୍ଡ ଟାକୁ ବି ଏଠି ଅପଲୋଡ ହବ। ତାପରେ ଆପଣ କେଉଁ ଗାଁରେ ମାନେ କୋଉଠି ରହୁଛନ୍ତି ଆଧାର କାର୍ଡ ଆଡ୍ରେସ ଅନୁସାରେ ଏଠାରେ ଗ୍ରାମ ଦେବେ। ତାପରେ ଡିଷ୍ଟ୍ରିକ୍ଟ ଦେବେ। ତାପରେ ବ୍ଲକ ଦେବେ। ତାପରେ ଗ୍ରାମ ପଞ୍ଚାୟତ ଦେବେ। ତାପରେ ପୋଷ୍ଟ ଅଫିସ ଦେବେ, ପିନକୋଡ ଦେବେ। ତାପରେ ଲ୍ୟାଣ୍ଡ ପର୍ଟିକୁଲାର ପ୍ରପୋଜ ପ୍ରୋଜେକ୍ଟ ଯୋଉଠି ପ୍ରକଳ୍ପଟାକୁ ଆପଣ ଯୋଉଠି ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି ସେ ଜାଗାର ଡିଟେଲ ଟା ଦେବେ, ମାନେ ଯୋଉଠି ଲଗେଇବାକୁ ଚାହୁଁଛନ୍ତି। ବୋରୱେଲ ଲଗାନ୍ତୁ କିମ୍ବା ନଦୀ ଯଦି ପାଖରେ ଅଛି ସେଠୁ କେମିତି ପାଣି ଆସି ଜଳ କାମରେ ଲାଗିପାରିବ ସେ ବିଷୟରେ ସେଇଟା ବି ହେଇପାରିବ। ତ ଆପଣ ବୋରୱେଲ ପାଇଁ ପକେଇବେ। ତ ଡିଷ୍ଟ୍ରିକ୍ଟ ଏଠାରେ ଆପଣ ଯାହା ସେୟା ଦେଇଦେବେ। ତାପରେ ବ୍ଲକ ଦେବେ, ପଞ୍ଚାୟତ ଦେବେ, ଆସେମ୍ବଲି ଆପଣଙ୍କର ବିଧାନସଭା ନିର୍ବାଚନ ମଣ୍ଡଳୀ କଣ ସେଇଟା ଦେବେ। ତାପରେ ତହସିଲ ଦେବେ। ତାପରେ ପୋଷ୍ଟ ଅଫିସ ଦେବେ, ପିନକୋଡ ଦେବେ। ତାପରେ ପମ୍ପିଂ ପଏଣ୍ଟ ଖାତା ନମ୍ବର ଏବଂ ପ୍ଲଟ ନମ୍ବର, ମାନେ ଯେଉଁ ଜାଗାରେ ଆପଣଙ୍କର ପକେଇବେ ପମ୍ପିଂ ପଏଣ୍ଟ ବୋରୱେଲ କ୍ରିୟା ସେଇଟା ଆପଣଙ୍କର ସେଇ ଖାତା ନମ୍ବର ଏବଂ ପ୍ଲଟ ନମ୍ବର ଦେବେ। ଆପଣ ଏଇଟା ଗୋଷ୍ଠୀ ଯେହେତୁ ରହିଛି ଗୋଷ୍ଠୀ ଜଳସେଚନ ଇଏ, ତ ଏଇଟା ଆପଣ 5 ରୁ 10 ଜଣ କିମ୍ବା 10 ଜଣ 20 ଜଣ ଭିତରେ ଆପ୍ଲାଏ କରିପାରିବେ। ଗୋଟେ ମେନ୍ ଲୋକକୁ ମାନେ ତାଙ୍କ ଭିତରୁ ବାଛିବାକୁ ପଡିବ। ସେ ମେନ୍ ଲୋକଙ୍କ ନାଁରେ ଏଇଟା ଆପ୍ଲାଏ ହବ। ଆପ୍ଲାଏ ହୋଇସାରିଲା ପରେ ତାପରେ ଟାଇପ ଅଫ ପ୍ରକଳ୍ପର ଏଇଠି ଦେଇଛି ରିଭର, ନଈରୁ ପାଣି ଉଠେଇବେ, ନଦୀରୁ ପାଣି ନେବେ କିମ୍ବା ଟ୍ୟୁବୱେଲ ଉପରେ ଆପଣ ଟ୍ୟୁବୱେଲ ଲଗେଇବେ। ଟ୍ୟୁବୱେଲ ଉପରେ କ୍ଲିକ କରିବେ। ତାପରେ ଜଳର ଉତ୍ସ
ଗ୍ରାଉଣ୍ଡ ୱାଟର। ତାପରେ ଏଇଟା ଆପଣଙ୍କର 12 ହେକ୍ଟର ରୁ 20 ହେକ୍ଟର ମଧ୍ୟରେ ମିଳୁଛି। ଆପଣ 12 ହେକ୍ଟର ଏଇଟା ଦେବେ। 12 ହେକ୍ଟର ଦେଇ ସାରିଲା ପରେ ଆପଣ ଏ ଯୋଜନାଟିକୁ ନେବେ ବୋଲି ଆପଣ ଗାଁରେ ବୈଠକ ଗୋଟେ କରୁଛନ୍ତି କିମ୍ବା ନାହିଁ? ଏ, ଯଦି କରିଥିବେ ୟେସ୍ ଦେବେ, ଯଦି ନ କରିଥିବେ ନୋ ଦେବେ। ଏଇଟା ଆପ୍ଲାଏ ଏତିକି କରିକି ଏଠି ସବମିଟ ମାରିଦେଲେ ଏଇଟା ଆପ୍ଲାଏ ହୋଇଯିବ। ଆପ୍ଲାଏ ହୋଇଗଲା ପରେ ଗୋଟେ ରିସିପ୍ଟ ଗୋଟେ ଜେନେରେଟ ହେଇ ଆସିବ। ସେ ରିସିପ୍ଟ ଟିକୁ ଆପଣ ରଖିଥିବେ। ଆଉ ଏଠାରେ ଯେଉଁ ଡିଟେଲ ସବୁ ଦେଲେ ସେ ଡିଟେଲ ର ହାର୍ଡ କପି ସବୁ ଯାକ ରଖିଥିବେ। ତାପରେ ଆପଣଙ୍କର ଭେରିଫିକେସନ ହବ। ଭେରିଫିକେସନ ହୋଇ ଏ ଜାଗାରେ ଆପଣଙ୍କର ଅ, ମାନେ କଣ ବୋରରେ ଲାଗିପାରିବ। ଆଉ ହଁ, ଆଦିବାସୀ ଏରିଆ DRFP ଏରିଆ ପାଇଁ ଏଠି 10% ଦବାକୁ ପଡିବ ଆଗୁଆ। ତାପରେ ଅଲଗା ଏରିଆ ପାଇଁ ଏଠି 20% ଦବାକୁ ପଡିବ। ବାକି ଗଭର୍ଣମେଣ୍ଟ ସବୁ ପେମେଣ୍ଟ କରିବ। ଆଉ ଏଇଟା ବର୍ଷକୁ ଥରେ ସ୍କିମ୍ ବାହାରେ। ଆଉ ଏବେ ବି ମାନେ ବାହାରିଛି। ଆପଣ ଯାଇକି ଏଠି ଆପ୍ଲାଏ କରିପାରିବେ 1/7/25 ରୁ 25/7/25 ତାର ଲାଷ୍ଟ ଡେଟ୍। ଆଜିର ଭିଡିଓ ଏତିକି ଥିଲା। ଭିଡିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣେଇବେ। ଆଉ ଆମ ଟେଲିଗ୍ରାମ ଚ୍ୟାନେଲରେ ମଧ୍ୟ ଯାଇ ଯୋଡି ହୁଅନ୍ତୁ। ସେଠି ବି ଡେଲିକା ଡେଲି ଅପଡେଟ ରହୁଛି। ଆଜିର ଭିଡିଓ ଏତିକି ଥିଲା। ରହୁଛି। ଜୟ ଜଗନ୍ନାଥ।